ଏ ଭିଡ଼ିଓ କାଳ୍ପନିକ ଭିଡ଼ିଓ ଉପରେ ଆଧାରିତ। ଏ ଭିଡ଼ିଓରେ କୌଣସି ଜୀବିତ କିମ୍ବା ମୃତ ବ୍ୟକ୍ତିକୁ ଆଖ୍ୟା କରି କହିବାନି। ଏକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ। ଦୟାକରି ଏ କାଳ୍ପନିକ କାହାଣୀକୁ କାହା ଦେହକୁ ନେବେ ନାହିଁ। ଭିଡ଼ିଓଟିକୁ ଫାଷ୍ଟରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ। ସୀତାରାମପୁର ବୋଲି ଗୋଟେ ଗାଁଟେ ଥିଲା। ସେଇ ଗାଁରେ 4 ଜଣ ସାଙ୍ଗ ବସବାସ କରୁଥିଲେ। ସେ 4 ଜଣ ବହୁତ ଘନିଷ୍ଠ ସାଙ୍ଗ ଥିଲେ। ଆରେ କାହ୍ନୁ, କ'ଣ ଗୋଟେ କରିବା ଚାଲୁନ। କ'ଣ କରିବା କହୁନୁ ତୁ? ଚାଲ ଭାଙ୍ଗ ପଣା ଟିକେ କରିବା। ଆରେ ସିଲୁ, ବଳିଆକୁ ଟିକେ ଫୋନ୍ କଲୁ, ଗାଁ ବରଗଛ ଟିକେ ଆସିବ। ହଁ ହଉ, ମୁଁ କଲ୍ କରୁଛି। ହ୍ୟାଲୋ, ଆରେ କୋଉଠି? ଘରେ ଅଛି। କ'ଣ ହେଲା କହୁନୁ? ଆରେ ଗାଁ ବରଗଛ ଟିକେ ଆସିଲୁ। ହଁ ହଉ, ମୁଁ ଯାଉଛି। କିଛି ସମୟ ପରେ। ବଳିଆ କିଛି ସମୟ ମଧ୍ୟରେ ଗାଁ ବରଗଛ ଟିକେ ଆସେ। ଆରେ ବଳିଆ, ଆସିଗଲୁ? ହଉ ଆ, ସିଲୁର ମୋର ଭାଙ୍ଗ ଆଣିବାକୁ ଯାଉଛୁ। ତୁ ଆଉ କାଳିଆ ହାଣ୍ଡି ଓ କଦଳୀ ହକା ନେଇ ଗାଁ ଜଙ୍ଗଲ ଟିକେ ଯାଅ। ଭାଙ୍ଗ ପଣା ମୁଁ କରିବିନି ହେରା। କାହ୍ନୁ ଓ ସିଲୁ ହକା ବଳିଆକୁ ବାଧ୍ୟ କରିଦିଅନ୍ତି ଭାଙ୍ଗ ପଣା କରିବା ପାଇଁ। ସିଲୁ ଓ କାହ୍ନୁ ଚାଲିଯାଆନ୍ତି ତାଙ୍କ ଗାଁ ଛକଟିକି ଭାଙ୍ଗ ଆଣିବା ପାଇଁ ଓ ସେପଟେ କାଳିଆ ଓ ବଳିଆ ହାଣ୍ଡି ଓ ସବୁ ଜିନିଷ ନେଇ ଚାଲିଯାଆନ୍ତି ତାଙ୍କ ଗାଁ ଜଙ୍ଗଲଟିକି। ମଉସା, ଆମକୁ ଭାଙ୍ଗ ଦବ? ପୁଅ, ଗୋଟା ଭାଙ୍ଗ ନବ ନା ବଟା ଭାଙ୍ଗ? ମଉସା, ଆମକୁ ବଟା ଭାଙ୍ଗଟା ଦିଅ। ସେଇ ମଉସାଠୁ କାହ୍ନୁ ଓ ସିଲୁ ଭାଙ୍ଗ ନେଇ ଚାଲିଯାଆନ୍ତି ତାଙ୍କ ଗାଁ ଜଙ୍ଗଲଟିକି। ଆରେ କାହ୍ନୁ, ଭାଙ୍ଗ ଆସିଗଲା? ହଉ ଦେ ବେଗେ ଭାଙ୍ଗ ପଣାଟା ତିଆରି କରିବା। 20 minutes later. ଆରେ ସାଙ୍ଗ, ବଳିଆର ଭାଙ୍ଗ ପଣା ପିଇକି କ'ଣ ହେଲା କି ରେ? ତୁ ଜଲ୍ଦି ଆମ୍ବୁଲାନ୍ସକୁ ଫୋନ୍ କଲୁ। କାହ୍ନୁ ଆମ୍ବୁଲାନ୍ସକୁ ଫୋନ୍ କରେ ଓ କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସ କାହ୍ନୁକୁ ନେଇ ହସ୍ପିଟାଲ ଚାଲିଯାଏ। ଆରେ ଆଙ୍କର କ'ଣ ହେଇଛି? ଡକ୍ଟର ବାବୁ, ସେ ଟିକେ ଅଧିକ ଭାଙ୍ଗ ପଣା ପିଇ ଦେଇଛି ତ, ତାକୁ ଟିକେ ଅଧିକ ନିଶା ହେଇଯାଇଛି। ଡକ୍ଟରଟି ବଳିଆକୁ ଇଞ୍ଜେକ୍ସନ ଦିଏ। 20 minutes later. ଡକ୍ଟର ବାବୁ, ମୋର କ'ଣ ହେଇଥିଲା? ତମେ ଏବେ ଟେନସନ୍ ନିଅନି, ମୁଁ ତମକୁ ଇଞ୍ଜେକ୍ସନ୍ ଦେଇଦେଇଛି, ତମେ ଠିକ୍ ହେଇଯିବ। ତମେ ଯେଉଁ ଭାଙ୍ଗ ଖାଇ ଦେଇଥିବାରୁ ତମକୁ ନିଶା ହୋଇଯାଇଥିଲା। ଶୁଣ, ଆଉ ଟୋଟାଲି ଭାଙ୍ଗ ଖାଇବନି। ଭାଙ୍ଗ କ'ଣ, ମଦ କ'ଣ, ଗଞ୍ଜେଇ କ'ଣ, ଟୋଟାଲି କିଛି ଖାଇବନି। ଏଇଥିରେ ତମ ଜୀବନ ଯାଇପାରେ।